ସେମାନେ ଏନ୍ଡି ମେଣ୍ଟ ସେମାନେ ଦେଶ ଲୋକଙ୍କର ସେବା କରିବା ତାଙ୍କର ମନ ନାହିଁ। ତାଙ୍କର ମନ ହେଉଛି ଯେ ତାଙ୍କର ସ୍ୱାର୍ଥ ରହିବା ଦରକାର। ଆଉ ସବୁଥିରେ ଆମେ ବିରୋଧୀ ମାନେ ବିରୋଧୀ ସବୁଥିରେ ବିରୋଧ କରିବୁ। ଯେଉଁଟା ସରକାର ଗଠନମୂଳକ କାମ କରେ ତାକୁ ବିରୋଧ କରିବୁ, ଯେଉଁଟା ଯଦି ଖରାପ କାମ ହେଲା ତାକୁ ବିରୋଧ କରିବୁ। ତେଣୁ ତାଙ୍କର ସେ ଭାବିଛନ୍ତି ଏଇଟା ହେଉଛି ଆମର କର୍ତ୍ତବ୍ୟ, ବିରୋଧ ବିଷୟରେ ଆମ ଡ୍ୟୁଟି ହେଲା ଏଇଆ। କିନ୍ତୁ ସେ କେବେ ଚିନ୍ତା କରିନାହାନ୍ତି ଯେ ମହିଳାମାନଙ୍କୁ 33% ସ୍ଥାନ ସରକାର ସେମାନେ ସମ୍ମାନ ପାଇବେ, ଅଗ୍ରାଧିକାର ପାଇବେ, ସମାଜର ମୁଖ୍ୟ ସ୍ରୋତରେ ସବୁଥିରେ ସାମିଲ ହେବେ। ଭବିଷ୍ୟତରେ ସେମାନେ ମଧ୍ୟ ସବୁ ପଦ ଅଧିକାରୀ ହେଇକି ସରକାରକୁ ଦେଶକୁ ଚଳେଇ ପାରିବେ। ଇଏ ଲକ୍ଷ୍ୟ ତାଙ୍କର ନାହିଁ କି ଏ ଚିନ୍ତାଧାରା ନାହିଁ। ତେଣୁ ସେଥିପାଇଁ ସେ ବିରୋଧ କଲେ। ବିରୋଧ କରିବା ଦ୍ୱାରା ସେ ଭାବୁଛନ୍ତି ତାଙ୍କର ବିଜୟ ହେଲା। ଏଥିରେ ଲାଭ କ'ଣ ହେଲା? କ୍ଷତି ତାଙ୍କର ହେଲା। ନିର୍ବାଚନ ଆସିଲେ ସେଇ ମହିଳାମାନେ ତାଙ୍କୁ ପ୍ରଶ୍ନ ପଚାରିବେ, କୁଆଡ଼େ ଆସିଛ, କ'ଣ କରିଥିଲ ରହିକି ପାର୍ଲାମେଣ୍ଟରେ 33% ସ୍ଥାନ ସଂରକ୍ଷଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦି କରିଥିଲେ, ତୁମେ କାହିଁ ବିରୋଧ କରିଥିଲ? ମହିଳାମାନେ ତାଙ୍କୁ ପ୍ରଶ୍ନ ପଚାରିବେ। ବର୍ତ୍ତମାନ ଆମେ ଭାରତୀୟ ଜନତା ପାର୍ଟି ଘର ଘର ବୁଲି ସବୁ ମହିଳାମାନଙ୍କୁ ଆମେ ଜଣେଇବୁ ଇଣ୍ଡିପେଣ୍ଡେଣ୍ଟ କ'ଣ କରିଛି, ବିଜେଡ଼ି ଦଳ ଏଠି ଓଡ଼ିଶାରେ କ'ଣ କରିଛି, କଂଗ୍ରେସ କ'ଣ କରିଛି।